ଅଛନ୍ତି ତାଙ୍କୁ କେମିତି ତାଙ୍କର କେମିତି ତୋଷାମତ ପାଲଟିବେ, ତାଙ୍କୁ କେମିତି ଟେକିକି ରଖିବେ, ତାଙ୍କର କେମିତି ତେଲ ମାଲିସ କରିବେ, କ'ଣ କଲେ ସିଏ ଖୁସି ହେବେ, ଏହି କାମରେ ବର୍ତ୍ତମାନ ବିଜୁ ଜନତା ଦଳର ଯେଉଁ ଯୁବ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ କରୁଛନ୍ତି କିଛି କତିପୟ ଜନତା ଦଳର ନୀତି ଆଦର୍ଶର ଅନୁପ୍ରାଣିତ ଏବଂ ସବୁଠୁ ବଡ଼ କଥା ହେଲା ମୋର ପଲିଟିକାଲ ଆଇଡିଓଲୋଜି ହେଉଛନ୍ତି ପ୍ରଭାତ ପୁରୁଷ ବିଜୁ ପଟ୍ଟନାୟକ। ଆଜି ସକାଳେ ଯେଉଁ ଅପ୍ରୀତିକର ଘଟଣା ଘଟିଲା ସେଟା ବିଜୁ ଜନତା ଦଳର ପ୍ରାକୃତିକ ନ୍ୟାଚୁରାଲ ସ୍ୱଭାବ ନୁହେଁ। ବିଜୁ ଜନତା ଦଳ ସବୁବେଳେ ଶାନ୍ତି ମୈତ୍ରୀ ସଦ୍ଭାବନା ଉପରେ ବିଶ୍ୱାସ କରୁଥିବା ଗୋଟେ ରାଜନୈତିକ ଦଳ, କିନ୍ତୁ ଆଜି ଯେଉଁ ଅଭିଯୋଗଟି ମୁଁ ଯେଉଁଦିନ ରାଜ୍ୟସଭା ଇଲେକ୍ସନ୍ ହେଲା ମୁଁ ଯେଉଁ ଅଭିଯୋଗଟି କରୁଥିଲି, ଧୀରେ ଧୀରେ ବିଜୁ ଜନତା ଦଳ କଂଗ୍ରେସକୁ ଗ୍ରାସ କରିବାକୁ ବସିଲାଣି। ବିଜୁ ଜନତା ଦଳକୁ କଂଗ୍ରେସ ସହିତ ବୁଝାମଣା ଫଳରେ କଂଗ୍ରେସ ଲୋକଙ୍କର ଯେଉଁଭଳି ଭାବେ ଆଚରଣ ଏବଂ ଉଚ୍ଚାରଣ ସେଇଭଳି ଆଚରଣ ଉଚ୍ଚାରଣ ଧୀରେ ଧୀରେ ବିଜୁ ଜନତା ଦଳର ଯେଉଁ ଯୁବ କର୍ମକର୍ତ୍ତା ଅଛନ୍ତି ସେଇଭଳି ଭାବେ ଆଚରଣ ଏବଂ ଉଚ୍ଚାରଣ କରିବା ଆରମ୍ଭ କଲେଣି। ଏବଂ ଆଉ ଗୋଟିଏ କଥା ମଧ୍ୟ ଆଜି ଆପଣଙ୍କ ମାଧ୍ୟମରେ କହିବାକୁ ଚାହିଁବି, ବିଜୁ ଜନତା ଦଳ ବର୍ତ୍ତମାନ ଆଉ ଲୋକଙ୍କର ସେବା ଓଡ଼ିଶାବାସୀଙ୍କର କେମିତି ଉନ୍ନତି ହେବ, ଯେଉଁ ବିରୋଧୀ ଦଳର ଭୂମିକା ଓଡ଼ିଶାବାସୀ ଦେଇଛନ୍ତି ସେ ଦାୟିତ୍ୱକୁ କେମିତି ନିର୍ବାହ କରିବ ତାକୁ ଭୁଲି ଯାଇ କେମିତି ଯେଉଁ ପାଣ୍ଡିଆନ ବାବୁ ବ୍ୟକ୍ତିବିଶେଷ ମାନେ ସେମାନେ ସେଇଥିରେ ଲାଗି ପଡ଼ିଛନ୍ତି। ଆଜି ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ଆପଣ ଗୋଟେ ଦୃଶ୍ୟ ନିଶ୍ଚିନ୍ତ ଭାବେ ଦେଖିଥିବେ, ଗୋଟେ ପଟେ ବିଜୁ ଜନତା ଦଳ ଯେଉଁଟା ପାଣ୍ଡିଆନ କବ୍ଜାରେ ଅଛି ସେ କର୍ମକର୍ତ୍ତା ଥିଲେ, ଅନ୍ୟ ଏକ ପକ୍ଷରେ ବିଜୁ ଜନତା ଦଳ ଯେଉଁମାନେ ବିଜୁବାବୁଙ୍କ ନୀତି ଆଦର୍ଶର ଅନୁପ୍ରାଣିତ, ଯେଉଁମାନେ ସାହସିକତା ଆତ୍ମସମ୍ମାନ ସ୍ୱାଭିମାନକୁ ବିଶ୍ୱାସ କରନ୍ତି, ତାଙ୍କ ଭିତରେ ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ପାଇଁ ସେମାନେ ବାଧ୍ୟ କରିଥିଲେ। ମାନେ ଆଜି କ'ଣ ହେଲା, ବିଜୁ ଜନତା ଦଳ ପାଣ୍ଡିଆନ ଏବଂ ବିଜୁ ଜନତା ଦଳ ବିଜୁବାବୁଙ୍କ ନୀତି ଆଦର୍ଶ ଯେଉଁମାନେ ଅନୁପ୍ରାଣିତ, ଏ ଦୁଇ ଗୋଷ୍ଠୀ ଭିତରେ ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା। ଜଣକ ସରକାରୀ ବାସଭବନକୁ ଘେରାଉ କରିବାରେ ରାଜନୈତିକ ବିଧି ବ୍ୟବସ୍ଥା ଅନୁସାରେ କିଛି ଅସୁବିଧା ନାହିଁ, କିନ୍ତୁ ପ୍ରାୟର ଟୁ ସରକାରଙ୍କର କିଛି ନିୟମ କାନୁନ ଅଛି, ରୁଲ୍ ରେଗୁଲେସନ୍ ଅଛି, ସେମାନେ ପରମିଶନ ନେବା କଥା, ପରମିଶନ ନେଇକି ଏଭଳି କାର୍ଯ୍ୟକ୍ରମ କରିବା କଥା। ହିଂସାକାଣ୍ଡ ଘଟଣା ଘଟିଲେ ଜଣଙ୍କ ଘରକୁ ଆସିବେ, ଜବରଦସ୍ତି ପଶିବା ପାଇଁ ଚେଷ୍ଟା କରିବେ, ତାଙ୍କର ଆମର ଯେଉଁମାନେ ଶୁଭେଚ୍ଛୁ ସମର୍ଥକ ମାନେ ଅଛନ୍ତି ଯେଉଁମାନେ ବିଜୁବାବୁଙ୍କ ଦ୍ୱାରା ଅନୁପ୍ରାଣିତ ସେମାନେ ତାଙ୍କୁ ଅବଷ୍ଟ୍ରକ୍ଟ କରିବାକୁ ନିଶ୍ଚିନ୍ତ ଭାବେ ଚେଷ୍ଟା କରିବେ। ସେମାନେ ହାତ ହତିଆର ନେଇକି ଆସିଥିଲେ, ତାଙ୍କୁ ଅବରୋଧ କରିବା ପାଇଁ ଆମର ଯେଉଁ ଯୁବ କର୍ମକର୍ତ୍ତାମାନେ ଅଛନ୍ତି ସେମାନେ ମଧ୍ୟ ପ୍ରୟାସ କଲେ। ଏଭଳି ଘଟଣା ଘଟିଲା କାହିଁକି, ସେମାନେ କାହିଁକି ପଲିଟିକାଲ ମିନ୍ସ ପଲିଟିକାଲ ୱେ ଯାହା ରହିଛି, ଯାହା ନିୟମ କାନୁନ ରହିଛି ତାକୁ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳି ଦେଇ ହିଂସାକାଣ୍ଡ ଓ ଉପଜେଲା ଭଳିଆ ଘଟଣାକୁ ମଧ୍ୟ କେବଳ ପାଣ୍ଡିଆନ ବାବୁଙ୍କୁ ଖୁସି କରିବା ପାଇଁ ଏଭଳି ଅପଚେଷ୍ଟା କରିଛନ୍ତି। ସେ ନିବୃତ୍ତ ରହିବା ଦରକାର, ନହେଲେ ଓଡ଼ିଶାର ଜାଗ୍ରତ ଯେଉଁମାନେ ବିଜୁବାବୁଙ୍କ ଲିଗାସିରୁ ଆସିଛନ୍ତି, ଯେଉଁମାନେ ବିଜୁବାବୁଙ୍କ ଲିଗାସିକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ତାଙ୍କୁ ଉଚିତ ଜବାବ ଦେବେ ଆଗାମୀ ଦିନରେ। କ'ଣ ପାଇଁ ଏ ଘଟଣାଟି କ'ଣ ପାଇଁ ଘଟୁଛି, ଯେହେତୁ ବିଜୁ ଜନତା ଦଳ କଂଗ୍ରେସ ଦ୍ୱାରା ଧୀରେ ଧୀରେ ଗ୍ରାସିତ ହେବାକୁ ଯାଉଛି। ହଁ, ଆପଣ ଦେଖନ୍ତୁ ବିଜୁ ଜନତା ଦଳର ଯେଉଁ ଅସାଧୁ ମେଣ୍ଟ ହେଲା ଯାହାଦ୍ୱାରା କି କଂଗ୍ରେସ ଧୀରେ ଧୀରେ କଂଗ୍ରେସ କର୍ମକର୍ତ୍ତାମାନେ ବିଜୁ ଜନତା ଦଳକୁ ହାଇଜାକ୍ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ଫ୍ରଣ୍ଟାଲ ୱିଙ୍ଗସ୍ ଗୁଡ଼ିକ ରହିଛି ତାର ଉଚ୍ଚ ପଦପଦବୀ ଅକ୍ତିଆର କରିକି ଖାଲି ପାଣ୍ଡିଆନଙ୍କର ତୋଷାମତ କରିବା ସହିତ କଂଗ୍ରେସ ମାନସିକତାକୁ ବିଜୁ ଜନତା ଦଳ ଭିତରେ ଇମ୍ପ୍ଲିମେଣ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଧନ୍ୟବାଦ ଦେବି ଓଡ଼ିଶାର ଶହ ଶହ ଯୁବକ ଛାତ୍ରଛାତ୍ରୀମାନଙ୍କୁ ଯେଉଁମାନେ ସମ୍ମୁଖରେ ରହିକି ଯେଉଁମାନେ ନବୀନ ବାବୁଙ୍କୁ ବିଶ୍ୱାସ କରନ୍ତି, ବିଜୁ ଲିଗାସି ବିଜୁ ଆଇଡିଓଲୋଜିକୁ ବିଶ୍ୱାସ କରନ୍ତି, ବିଜୁ ଇଜିମ୍କୁ ବିଶ୍ୱାସ କରନ୍ତି, ସେମାନେ ସମ୍ମୁଖୀନ ହେଇ ତାଙ୍କୁ ଅବରୋଧ କଲେ ଏବଂ ତାଙ୍କୁ ଉଚିତ ଜବାବ ମଧ୍ୟ ଦେଲେ। ଠିକ୍ ନୁହେଁ, ମୁଁ ଭାବୁଛି ଆଜି ଯେଉଁ ଭଳିଆ ଜବାବ ମୋର ଯୁବକ ସାଥୀମାନେ ଦେଇଛନ୍ତି, ବିଜୁ ଲିଗାସିର ସାଥୀମାନେ ଦେଇଛନ୍ତି, ଯେଉଁ ଯୁବ କର୍ମକର୍ତ୍ତାମାନେ ସେମାନେ ଆଉ ସେ ସାହସ କରିବେନି ଏଭଳି ଘଟଣା, ଏଭଳି ଯେଉଁ ଅମାନସିକ ଘଟଣା ଘଟାଇବା ପାଇଁ। ମୁଁ ଚିନ୍ତା କରୁନି ସିଏ ଆଉ ସେତେ ସାହସ ଜୁଟେଇ ପାରିବେ। ଦଳୀୟ ହୁଇପକୁ ନ ମାନିକି ଆପଣ ଦଳୀୟ କଥାକୁ ନ ମାନିକି ଆଗକୁ ଯାଇ ଭୋଟ ଦେଲେ, ଦଳ ବିରୋଧରେ ଭୋଟ ଦେଲେ, କ'ଣ କହିବେ? ଆପଣ ଦେଖିଛନ୍ତି ଯେଉଁ ଶୋ କଜ୍ ନୋଟିସଟି ଆସିଛି, କୌଣସି ଜାଗାରେ ହୁଇପ୍ର ବର୍ଣ୍ଣନା ନାହିଁ। କାହିଁକି ରାଜ୍ୟସଭା ଇଲେକ୍ସନରେ କୌଣସି ଦଳ ହୁଇପ୍ କରିବାର ପ୍ରାବଧାନ ନାହିଁ, ସେଥିପାଇଁ
कन्स्टिट्यूशन अनुसार आम भारत वर्ष परिचालित हुए से कन्स्टिट्यूशनल जहाँ आमर शक्ति रही जो संविधान आमको जो क्षमता प्रदान कर से अनुसार आम राज्यसभा भोट देचु और राज्यसभा आम स्वाधीन प्रार्थी को भोट देचु आम भोट देचु जे विजु आइडियोलोजी जी आजे विजु बाबू आदर्शर अनुप्राणित एवं विजु जनता दल प्रतिष्ठा कर जार प्रमुख भूमिका थिला आम दिलीप राय सपक्ष में मत सब्यस्त करुचु शोकस नोटिस 20 तारिख देती मु आईनगत विचार विमर्श करुच्ची 20 तारिख दिन डेडलाइन रही मोर लीगल जो मैंने रही एडभाइजर सहित आलोचना करी विचार विमर्श करी 20 तारिख देवी कि आउ किसी समय मु मागिबी जे मते आ विचार विमर्श करने आउ किसी अधिक समय प्रदान कर मु चिंता करुच्ची मु मोर लीगल एडभाइजर जो मैंने अच्छा सहित आलोचना करी मु मोर निश्चित भाव उत्तर देवी किंतु गोटे कथा आपन विचार को आनिया दरकार ओडिशावासी से विचारटी है मु आरंभ कहली डे 1 पर दिन टू जो दिन भोट है मार्च 16 तारिख दिन मु कही एटा देवी रंजन त्रिपाठी केवल स्वर नुहे ए विजु जनता दलर जो लक्ष लक्ष कर्मी रही डेमोक्रेटिक वे डेमोक्रेटिक प्रैक्टिस रे जो अधिकार मते प्रदान करा जाइछि बांकीवासी बांकी जनसाधारण प्रदान करछंती साधारण कर्मी स्वर विजु जनता दल केमिति विजु जनता दल सभापति पाखे ठीक रे पहुँची पारिबो सेतिपई से स्वर को इंस्ट्रुमेंटाल करिया पई मो अधिकार को अधिक शाणित करिया पई मु राज्यसभा को आयुध करथिली एवं मोर विवेक अनुमोदित भोट मध्य मु अन्य गणमाध्यम प्रतिनिधि मानक मध्य कहिछि आज परिस्थिति कहीं सृष्टि होती नवीन बाबू को किसी कथारू आलुप रखा दूरे की रखा दृष्टि को अणा जाऊनी विजु जनता दल गोटे 27-28 वर्ष है 97 मसीह 2026 आम पहुँचलु 30 वर्ष हो 2027 डिसेम्बर बेलू जिते एत वर्षर दल 24 वर्ष क्षमता रहा बहुत योग्य कर्मकर्ता अच्छा विजु जनता दल जो मैंने बहुत कठिन परिश्रम करी खंडे कॉर्पोरेटर हवाई सुजोग पाईना विधायक सांसद हाँपी सुजोग पाईना कौन सी दायित्व विजु जनता दल देनी जिते कि से डिजर्व करती ताने संतृप्त बाबू को कौन पाई दुई थर सुजोग दिगला 24 कटक पार्लियामेंट रु नेतृत्व नापी विजु जनता दल सुजोग देला सी विफल हेले परास्त हेले 2 वर्ष न पुरुणु 2 वर्ष कंप्लीट है पुणी थे राज्यसभा भाया गोटे अपर हाउस को तांकू कौन पे दिगला आहरी कर्मी जो मैंने अच्छा आहरी नेतृत्व अच्छा से कौन पे हतादर करागला आ पछरे कौन लक्ष्य रही कौन षड्यंत्र रही केते पैसा देकी पांड्यान बाबू को संतृप्त मिश्र एभली पद अख्तियार करने अपचेष्टा नुहे तो आउ कौन कहीपर से कथा तो मुझे बस कहीपर मोर तार जहाँ लीगल दिग रही आईनगत दिग रही विचार विमर्श करी मोर लीगल एडवाइजर मान सहित मुझे निश्चय भाव मो उत्तर देवी से ग्रहण हम बा ग्रहण हेनी मुझे तो कहूँ सबू कथा विजु जनता दल सभापति को जना जाऊनी ना 20 जन विधायक सम्मुखें विजु जनता दल सभापति क्यों भाव कहले मु भावुची सी शोई अवस्था थंब इम्प्रेशन नि से दिन गत काली प्रमीला मैडम कहले फाउंडेशन किसी एड़ा खाली बेकार कथा कहूच आज से कथा दलर सभापति केमते सी स्वीकारोक्ति देले दीर्घ 14 मास रु अधिक समय हेलानी से फाउंडेशन गठन होती 20टा विधायक आगे से माने जो मत प्रश्न कर मोर आपण को अनुरोध मोर आपण को रिक्वेस्ट आपण दयाकोरी से 20टा विधायक को प्रश्न करंतु जे आपण विजु जनता दल सभापति पचारतु आपण जदि 2 दिन पर कहले मु जानी मु अर्थ प्रदान कर असुविधा नहीं से कथा स्वीकारोक्ति करते समस्त सम्मुखें समस्ते हूँ तो खुशी होता किंतु से दिन मना कले गत काली विजु जनता दलर जड़े नवागत विधायक जी कौ जगत रु आसनी जो अल्प विद्या भयंकरी से भाव निजर बाइट देले किसी ना आउ जड़े विधायक जी 90 मसीह विजु बाबू सहित अच्छा किंतु बर्तमान पांड्यानकर खुशामत करने को पछघुंचा दौना सी कहले किसी सेमती फाउंडेशन नहीं से प्रश्न करने आवश्यक दिस इज ए डेमोक्रेटिक पार्टी तार कन्स्टिट्यूशन अच्छी संविधान अच्छी जहाँ द्वारा विजु जनता दल परिचालित प्रश्न कर अधिकार रहा दरकार जो प्रश्न मुझे आज किसी पांड्यान गोष्ठी जो मैंने विजु जनता दल अच्छा मत आक्षेप कर असुविधा मोर ना मत हजार हजार संख्यार फोन आशुभेच्छा समर्थन आसूसी से कहते देव भाई आम तुम सहित अच्छु तमें उचित दिगरे
ବିଜୁବାବୁଙ୍କର ଯେଉଁ ଆଦର୍ଶ ଥିଲା ଯେଉଁ ପ୍ରେରଣା ଥିଲା ତାକୁ ଆଗକୁ ନେବା ପାଇଁ କାମ କରୁଛ। ଆମେ ସମ୍ପୂର୍ଣ୍ଣ ଭାବେ ସମ ସହିତ ଠିଆ ହେଇଛୁ। ସେ ଟ୍ରଷ୍ଟରେ ତ ସମ୍ପୃକ୍ତ ମିଶ୍ର ବି ହୋଇଥିଲେ ଆଉ ସେ ମନା କଲେ, ସେ କଥା ହିଁ କମ୍ପ୍ଲିଟଲି ଡିନାଇଡ୍। 20ଟା ଏମ୍ଏଲ୍ଏଙ୍କ ଆଗରେ ଯେତେବେଳେ ମନା କଲେ, ଗତକାଲି ମଧ୍ୟ ଆପଣଙ୍କ ପାଖରେ ରେକର୍ଡେଡ୍ ଅଛି, ଆମର 2 ଜଣ ବିଜୁ ଜନତା ଦଳର ଯିଏ ବିଧାୟିକା ରହିଛନ୍ତି ସିଏ ମନା କଲେ। କିନ୍ତୁ ଆଜି କ'ଣ ହେଲା, ଆଜି ନବୀନ ବାବୁ କହିଲେ ନାଇଁ ଠିକ୍। ତାହେଲେ କିଏ ଠିକ୍? ମୁଁ ଭାବୁଛି ନବୀନ ବାବୁଙ୍କ ଥମ୍ବ ଇମ୍ପ୍ରେସନ୍ ସେ ଶୋଇଥିଲା ବେଳେ ନେଇଯାଇଛନ୍ତି। ଡିଜିଟାଲ ସିଗ୍ନେଚର ତ ବିଜୁ ଜନତା ଦଳ ଅଫିସରେ ମହଜୁଦ ଅଛି। ଏହିସବୁ କଥାକୁ ଅପବ୍ୟବହାର କରିକି ଯେତେବେଳେ ପ୍ରସଙ୍ଗ ପାଲଟିଗଲା, ଓଡ଼ିଶା ମାନେ ଓବାସିର ବିଜୁ ଜନତା ଦଳକୁ ଭଲ ପାଉଥିବା, ବିଜୁବାବୁଙ୍କୁ ଭଲ ପାଉଥିବା କର୍ମୀମାନଙ୍କୁ ନେତୃତ୍ୱକୁ ଯେତେବେଳେ ଆନ୍ଦୋଳିତ କଲା, ସିଏ ନବୀନ ବାବୁଙ୍କୁ ପ୍ରେସର କଲେ। ସିଏ କଣ୍ଟ୍ରୋଲରେ ରଖିଛନ୍ତି ପାଣ୍ଡିଆନ ବାବୁ ନବୀନ ପଟ୍ଟନାୟକଙ୍କୁ। ମୋର ଅନୁରୋଧ ନବୀନ ବାବୁଙ୍କୁ, ବାହାରକୁ ଆସନ୍ତୁ, ଆମମାନେ ଅପେକ୍ଷା କରି ଅଛୁ, ଆପଣଙ୍କୁ ସହଯୋଗ କରିବୁ। ହଜାର ହଜାର ସଂଖ୍ୟାରେ ବିଜୁ ଲିଗାସି ଅପେକ୍ଷା କରି ଅଛି, ଆପଣଙ୍କୁ ସହଯୋଗ କରିବ, ସମର୍ଥନ କରିବ ବିଜୁ ଜନତା ଦଳକୁ ସୁଦୃଢ଼ କରିବା ପାଇଁ। କିନ୍ତୁ ଆପଣ ଯେଉଁ ନିୟନ୍ତ୍ରଣରେ ଅଛନ୍ତି, ସେ ନିୟନ୍ତ୍ରଣର କଡ଼ି ସମ୍ପୂର୍ଣ୍ଣ ଭାବେ ଛିଡ଼ାନ୍ତୁ, ବେଡ଼ିକୁ ସମ୍ପୂର୍ଣ୍ଣ ଭାବେ ଫୋପାଡ଼ିକି ଆଗେଇକି ଆସିବା ପାଇଁ ମୋର ଆପଣଙ୍କୁ ଅନୁରୋଧ। ଆଗାମୀ ଦିନରେ ଏଇଭଳି ପରିସ୍ଥିତି ରୁହେ ଆପଣ ଦଳ ପରିବର୍ତ୍ତନ କରିବେ ନା ସ୍ୱାଧୀନ ରହିବେ? ସେ କଥା ଆଜି ବିଚାର କରାଯାଇ ପାରିବନି। ଓଡ଼ିଶାରେ ମୋର ବହୁତ ଶୁଭେଚ୍ଛୁ ସମର୍ଥକ ଅଛନ୍ତି, ବାଙ୍କିର ଅଗଣିତ ଜନସାଧାରଣ ଅଛନ୍ତି, ତାଙ୍କ ସହିତ ବିନା ବିଚାର